ତଥ୍ୟ ଆସିଛି ତା ମୋ ସଂଜ୍ଞାନକୁ ଆସିଛି ଆମେ ତାକୁ ଛାନବିନ କରୁଛୁ ପ୍ରକୃତ ସତ୍ୟାସତ୍ୟ କ'ଣ ଯଦି ହେଇଥିବ ନିଶ୍ଚିତ ଭାବରେ ତାର ଆକ୍ସନ ନିଆଯିବ। ମୁଁ ତ ଆପିଲ କରୁଛି ସେମାନଙ୍କୁ ସମସ୍ତଙ୍କୁ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ସେମାନେ ରାସନ କାର୍ଡ ଫେରେଇ ଦିଅନ୍ତୁ ଆଉ ଯଦି ପୁଣି ନ ହେବ ତ ସରକାରୀ ଭାବରେ ଯାହା ଆକ୍ସନ ନେବା କଥା ନେବା। ଦେଖିବା ସେ ଜଣା ପଡିବ କେତେ ବହୁତ ଜଣା ପଡୁଛି ବହୁତ ଅଛି ଅଧିକ KYC ସରିଲା ପରେ ସବୁ ଜଣା ପଡିବ। ସେମିତି ଯଦି କିଛି ଅଛି ପଇସା ପାଇନାହାନ୍ତି ତାହେଲେ ମତେ ସ୍ପେସିଫିକ ଜଣେଇଲେ ନିଶ୍ଚିତ ଭାବରେ ଆମେ ଦେଖିବୁ। ଟୋକନ ଯୋଉମାନେ ପାଇନାହାନ୍ତି ସେ ଯଦି ଅଭିଯୋଗ ଜଣେଇବେ ଆମେ ପୁଣି ତାର ବ୍ୟବସ୍ଥା କରିବୁ ତାକୁ ଟୋକନ ଯୋଗେଇ ଦେବୁ କିଛି ଅସୁବିଧା ନାହିଁ। ପୂର୍ବ ସରକାର ସମୟରେ ଏଇଟା ହେଇଛି କି ଯୋଉଟା ସରକାରୀ ଅଧିକାରୀ ପାଇଛନ୍ତି ଆଉ ଏଇ ସରକାର ଅମଳରେ କଣ ମିଳିଲା କି ଆଗରୁ ତ ଯାହା ସେମାନେ କରିଥିଲେ ଯିବା।